ନମସ୍କାର, ଶୁଭ ସକାଳ। ଆଜି ସମସ୍ତଙ୍କର ଦିନ ଶୁଭ ହଉ, ମଙ୍ଗଳମୟ ହଉ। ଭଗବାନ ସମସ୍ତଙ୍କୁ ସତ୍କାର୍ଯ୍ୟରେ ଲିପ୍ତ ରଖନ୍ତୁ। ଏହା ହିଁ ଆପଣଙ୍କର ପାଖରେ ମୋର ପ୍ରାର୍ଥନା। ଜଣେ ମଣିଷ ଅନ୍ୟକୁ ଯେତେବେଳେ ଖୁସି ଦେବା ପାଇଁ ଚାହେଁ, ନିଜର ସ୍ତ୍ରୀ, ସନ୍ତାନ, ମା ବାପା ସମସ୍ତଙ୍କୁ ଖୁସି ଦେବା ପାଇଁ ଚାହେଁ, ସେତେବେଳେ ସବୁ ଠାକୁରଙ୍କର ଆଶୀର୍ବାଦ ତା ଉପରେ ଉଜାଡ଼ି ହୋଇ ପଡ଼େ। ଆମେ ଯଦି କାହାକୁ ଖୁସି ଦେବା ହେଲେ ଆମକୁ ଖୁସି ମିଳିବ, ନଚେତ୍ କେବେ ବି ଆମକୁ କୌଣସି ପ୍ରକାର ଖୁସି ମିଳିବ ନାହିଁ। ଯଦି ଯାହାକୁ ଦଣ୍ଡ ମିଳୁଛି ବା କଷ୍ଟ ମିଳୁଛି, ସେଥିପାଇଁ ଭଗବାନ ତାକୁ ସହିବାର ଶକ୍ତି ବି ଦେବେ। ଆଉ କଷ୍ଟ ମିଳିଲେ ଆମେ ଦୁଃଖୀ ହେବା କଥା ନୁହେଁ, କାରଣ ଆମେ ଦୁଃଖୀ ହେଲେ ଆମର ପ୍ରାପ୍ୟ ବା ପାଉଣା ବା ଆମର କର୍ମଫଳ କେବେ ବି ବଦଳିଯିବ ନାହିଁ। ଆମେ ଯେମିତି କର୍ମ କରିବା ଆମକୁ ସେମିତି ଫଳ ମଧ୍ୟ ମିଳିବ। ଯେତେ କଷ୍ଟ ଆସିଲେ ବି ସବୁ ସହିବା। ନିଜଠାରୁ ବା ଦୁନିଆ ଠାରୁ ପଳେଇ ଯିବା ପାଇଁ କେବେ ବି ଚେଷ୍ଟା କରିବା ନାହିଁ। ସବୁ କଷ୍ଟକୁ ସହିବା ପରେ ଭଗବାନଙ୍କ ମନରେ ଦୟା ଆସିବ ଯେ କେହି ଜଣେ ବିନା ପାପରେ କଷ୍ଟ ପାଉଛି, ତାକୁ ଟିକେ ଶାନ୍ତି ଦିଆଯାଉ। କିନ୍ତୁ ଜଣେ ଯଦି ଅନ୍ୟକୁ ସବୁବେଳେ ମିଛ କହି ସବୁବେଳେ ଖରାପ କାମରେ ଲିପ୍ତ ରହେ, ତାହେଲେ ତାର ଜୀବନରେ କେବେ ହେଲେ ଶାନ୍ତି ଆସିବ ନାହିଁ। ଏହା ଆମେ ବୁଝିଯିବା ଉଚିତ। ମୋ ଉପରେ ଯେତେ ବି କଷ୍ଟ ଆସୁ, ଯେତେ ବି ଦୁଃଖ ଆସୁ, ମୁଁ କେବେ ବି ଦୂରେଇ ଯିବି ନାହିଁ। ଭଗବାନଙ୍କର ଦୟା ବା କଷ୍ଟ ଯାହା ଦେଉଛନ୍ତି ମୋତେ ଦିଅନ୍ତୁ, ସେଥିପାଇଁ ମୁଁ ପ୍ରସ୍ତୁତ ଅଛି। ଆଜି ଦିନରେ ଏତିକି ମୋର ସମସ୍ତଙ୍କର ପାଇଁ ପ୍ରାର୍ଥନା। ରହୁଛି। ରାଧେ ରାଧେ।